ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷୀ ବ୍ଲକରେ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି, ଯାହାକି ବିରାଶାଳ ମୁତୁରୀ ବନ୍ଧରୁ ମରୁଆବିଲି ସେଣ୍ଡସର ପର୍ଯ୍ୟନ୍ତ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାସ୍ତା। ପ୍ରାୟ 13 କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯିବ। ତେବେ ବିରାଶାଳ ଓ ମରୁଆବିଲ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ନିର୍ମାଣ ହେଲେ ଦୁଇ ପଞ୍ଚାୟତର ଲୋକଙ୍କ ଯାତାୟାତ ଅଧିକ ସୁଗମ ହେବ। ଦୈନନ୍ଦିନ ଯାତାୟାତ ସହ ଅଞ୍ଚଳର ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଦେଖନ୍ତୁ 13 କୋଟି ଟଙ୍କାର ଉର୍ଦ୍ଧ୍ୱ ବିନିମୟରେ ବିରାଶାଳ ଠାରୁ ସେଣ୍ଡସର ପର୍ଯ୍ୟନ୍ତ ଯୋଉ ରାସ୍ତାଟି ଅବହେଳିତ ହେଇକି ଥିଲା, ଆଉ ବିଗତ ଦିନରେ ସେ ରାସ୍ତା ଟିକେ ବର୍ଷା ପାଣିପାଗ ଯୋଉ ଡ୍ୟାମେଜ ହେଇଥିଲା ତାକୁ ଇମ୍ପ୍ରୁଭମେଣ୍ଟ ପାଇଁ ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ହେଇଛି। ଆର୍ଡି ଡିପାର୍ଟମେଣ୍ଟ କରିବ। ଆମ ସାଙ୍ଗରେ ଅଛନ୍ତି ବ୍ଲକ ଚେୟାରମ୍ୟାନ ଭାଇସ ଚେୟାରମ୍ୟାନ ଏବଂ ପୂର୍ବତନ ଚେୟାରମ୍ୟାନ କାର୍ତ୍ତିକ ଭାଇ, ପୂର୍ବତନ ଚେୟାରମ୍ୟାନ ଆମର ରାସବିହାରୀ ବେହେରା ଏବଂ ଅନ୍ୟାନ୍ୟ ସମସ୍ତ ଏଠିକାର ଜିଲ୍ଲା ପରିଷଦ ରବି ଭାଇ ଏବଂ ସରପଞ୍ଚ ଦୁଇ ପଞ୍ଚାୟତର ମରୁଆବିଲି ଏବଂ ବିରାଶାଳର ସରପଞ୍ଚ ମଧ୍ୟ ଅଛନ୍ତି ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ଉପସ୍ଥିତିରେ ଆଜି ଏ ରାସ୍ତାଟି ଶୁଭ ଭିତ୍ତିପ୍ରସ୍ତର ଦିଆଗଲା। ଯେତେ ଜଲ୍ଦି ହବ ବର୍ଷା ଦିନ ଭିତରେ ଯଦି ତାର ସରଫେସଟା ତିଆରି ହେଇଯିବ ତାହେଲେ ନିଶ୍ଚିତ ରାସ୍ତାର ଲଂଜିଭିଟି ବଢିଯିବ। ସେଇ କାରଣରୁ ଆମେ ବର୍ଷା ସତ୍ତ୍ୱେ ଏହାକୁ ଶୁଭ ଦେଇକିରି ତୁରନ୍ତ କେମିତି କାମ ହବ ତା ପାଇଁ ଯୋଜନା ନେଇଛୁ। ତେବେ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବିଭୂତି ଭାଇ ଯେତେବେଳେ ନୂଆ ସରକାର ହେଲା ପରେ ଦାୟିତ୍ୱ ନେଲା ପରେ ଆଜି ନୁହେଁ ପ୍ରାୟ କ୍ରମାଗତ ଭାବେ ବିଭିନ୍ନ ଜାଗାରେ ରାସ୍ତା କେମିତି ଉନ୍ନତିକରଣ ହବ ତାର ପ୍ରଚେଷ୍ଟା ଚାଲିଛି। ଆଜି ତାର ଅଂଶ ସ୍ୱରୂପ ଆଜି କଙ୍କଡାହାଡ଼ ବ୍ଲକର ବିରାଶାଳ ପର୍ଯ୍ୟନ୍ତ ଯୋଉ ରାସ୍ତାଟି ଥିଲା ଅବହେଳିତ ଅବସ୍ଥାରେ ଦୀର୍ଘ ଦିନ ଧରି ଥିଲା, ଯେତେବେଳେ ଆମେ ସରକାର ନଥିଲୁ ଆଚ୍ଛା ଏଇ ରାସ୍ତାଟାକୁ କେମିତି କାହାର ଦୃଷ୍ଟି ପଡୁନି, ସେଇଟାକୁ ଆଜି ତାର ଉନ୍ନତିକରଣ ପାଇଁ 13 କୋଟି ଟଙ୍କା ମଞ୍ଜୁର ହେଇଛି। ତାର ଭିତ୍ତିପ୍ରସ୍ତର ଆଜି ସ୍ଥାପନ କରାହେଲା। ଯେତେ ଶୀଘ୍ର ସମ୍ଭବ ବର୍ଷା ଦିନେ କାମ କଲେ ସୁନ୍ଦର ଟିକେ ରାସ୍ତାଟାର ଫର୍ମେସନ ଭଲ ହବ, ତେଣୁ ଚାଲିଛି। ତେଣୁ ଆଜି ଆରମ୍ଭ ହେଲା, ବହୁତ ଶୀଘ୍ର କାମ ସରିଲା ପରେ ଏପଟ ନୂଆ କନେକ୍ଟିଭିଟି ଅତି ଉନ୍ନତ ମାନର ରାସ୍ତା ବିରାଶାଳରୁ ମରୁଆବିଲି ପର୍ଯ୍ୟନ୍ତ ହେଇଯିବ, ଯୋଉଟା କି ଏଠିକାର ଦୁଇଟି ପଞ୍ଚାୟତ ନୁହେଁ ପୁରା ଏଇ ମଣ୍ଡଳର ଯୋଉ 6ଟି ଯାକ ପଞ୍ଚାୟତ ରହିଲା ଯୋଗାଯୋଗ ପାଇଁ ବହୁତ ସୁବିଧା ହବ।